ଆସନ୍ତୁ ଆଜି ପଦାର୍ଥ ବିଜ୍ଞାନର ଗୋଟେ ବହୁତ ବଡ଼ ଦ୍ୱନ୍ଦ୍ୱକୁ ବୁଝିବା। ଭୋଲ୍ଟେଜ୍ ଆଉ କରେଣ୍ଟ ଭିତରେ ପ୍ରକୃତ ସମ୍ପର୍କ କ'ଣ? ଏମିତି ଗୋଟେ ପ୍ରଶ୍ନ ଯାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଏ। ତ ପ୍ରଶ୍ନଟା ହେଉଛି, ଯେତେବେଳେ ଭୋଲ୍ଟେଜ୍ ବଢ଼େ, କରେଣ୍ଟର ପ୍ରକୃତରେ କ'ଣ ହୁଏ? ସେଟା ବଢ଼େ ନା କମିଯାଏ? ଆଉ ଏଇଠୁ ହିଁ ମଜା ଆରମ୍ଭ ହୁଏ। ଗୋଟେ ପଟେ ଆମର ଅଛି ଓମ୍ଙ୍କର ନିୟମ, ଯିଏ କହୁଛନ୍ତି ଭୋଲ୍ଟେଜ୍ ବଢ଼ିଲେ କରେଣ୍ଟ ବଢ଼ିବ। ସିଧା କଥା। କିନ୍ତୁ ଅନ୍ୟପଟେ ଯେତେବେଳେ ଆମେ ଟ୍ରାନ୍ସଫର୍ମର କଥା ଭାବୁ, ଯାହାକୁ ଆମେ ଦୂରକୁ ବିଜୁଳି ପଠାଇବା ପାଇଁ ବ୍ୟବହାର କରୁ, ସେଠି ପୁରା ଓଲଟା। ସେଠି ଭୋଲ୍ଟେଜ୍ ବଢ଼େଇ ଦିଆଯାଏ କିନ୍ତୁ କରେଣ୍ଟ କମିଯାଏ। ତେବେ କୋଉଟା ଠିକ୍? ବ୍ୟସ୍ତ ହୁଅନ୍ତୁନି, ଏହି ପଜଲକୁ ସମାଧାନ କରିବା ପାଇଁ ଆମ ପାଖରେ ଗୋଟେ ପ୍ଲାନ୍ ଅଛି। ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଏହି ଦୁଇଟି ନିୟମକୁ ଦେଖିବା, ଇଲେକ୍ଟ୍ରନର ଧକ୍କାକୁ ବୁଝିବା, ସ୍ଥିରାଙ୍କର ରହସ୍ୟ କ'ଣ ଜାଣିବା, ଟ୍ରାନ୍ସଫର୍ମରର ରହସ୍ୟ ସମାଧାନ କରିବା, ଆଉ ଶେଷରେ ଦେଖିବା ଏସବୁ କେମିତି ପରିସ୍ଥିତି ଉପରେ ନିର୍ଭର କରେ। ତ ଆମ ସାମ୍ନାରେ ଏକ ବଡ଼ ବିରୋଧାଭାସ। ଗୋଟେ ମୌଳିକ ନିୟମ ଆଉ ଗୋଟେ ତାର ବ୍ୟାବହାରିକ ପ୍ରୟୋଗ, ଦୁଇଟା ପରସ୍ପରକୁ କାଟୁଛନ୍ତି। ଏମିତି କେମିତି ସମ୍ଭବ? ଠିକ୍ ଅଛି, ଏହି ରହସ୍ୟକୁ ଭେଦିବା ପାଇଁ ଆମକୁ ପୁରା ମୂଳରୁ ଆରମ୍ଭ କରିବାକୁ ହେବ। କରେଣ୍ଟ ଆଉ ଭୋଲ୍ଟେଜ୍, ଏ ଜିନିଷ ଦୁଇଟା ପ୍ରକୃତରେ କ'ଣ? ଇଲେକ୍ଟ୍ରିକ୍ କରେଣ୍ଟକୁ ଭାବନ୍ତୁ ଗୋଟେ ନଦୀର ସୁଅ ଭଳି। ଯେମିତି ନଦୀରେ ପାଣି ବହେ, ଠିକ୍ ସେମିତି ଗୋଟେ ତାର ଭିତରେ ଇଲେକ୍ଟ୍ରନ୍ଗୁଡ଼ାକ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ବହିବାକୁ ଲାଗନ୍ତି। ଏଇ ବହାକୁ ହିଁ କରେଣ୍ଟ କୁହାଯାଏ। ତ ଯଦି କରେଣ୍ଟ ହେଉଛି ନଈର ସୁଅ, ତାହେଲେ ସେ ସୁଅକୁ ବହାଇବା ପାଇଁ କିଛି ତ ଦରକାର ନା? ସେଇଟା ହିଁ ହେଉଛି ଭୋଲ୍ଟେଜ୍। ଏହା ହେଉଛି ସେହି ଧକ୍କା ବା ଚାପ ଯାହା ଇଲେକ୍ଟ୍ରନ୍ଗୁଡ଼ିକୁ ଆଗକୁ ବଢ଼ିବା ପାଇଁ ବାଧ୍ୟ କରେ। ଦେଖନ୍ତୁ, ଏହି ପ୍ରକ୍ରିୟାଟି କେତେ ସରଳ। ଆମେ ଯେତେବେଳେ ଭୋଲ୍ଟେଜ୍ ଦେଉ, ତାର ଭିତରେ ଗୋଟେ ବୈଦ୍ୟୁତିକ କ୍ଷେତ୍ର ତିଆରି ହୁଏ। ଏହି କ୍ଷେତ୍ର ହିଁ ଇଲେକ୍ଟ୍ରନ୍ମାନଙ୍କୁ ଧକ୍କା ଦିଏ, ଆଉ ସେମାନେ ଗୋଟିଏ ଲାଇନ୍ରେ ଚାଲିବା ଆରମ୍ଭ କରନ୍ତି। ବାସ୍, ଏହି ଇଲେକ୍ଟ୍ରନ୍ର ଚାଲିବାକୁ ହିଁ ଆମେ କରେଣ୍ଟ ବୋଲି କହୁ। ତ ଏକଦମ ସିଧା ହିସାବ। ଯେତେ ଜୋରରେ ଧକ୍କା ଦେବା, ସେତେ ଜୋରରେ ଜିନିଷ ଆଗକୁ ଯିବା। ମାନେ ଅଧିକ ଭୋଲ୍ଟେଜ୍ର ଅର୍ଥ ହେଉଛି ଅଧିକ କରେଣ୍ଟ। ଏଇଟା ହିଁ ତ ଓମ୍ଙ୍କ ନିୟମର ମୂଳ କଥା। କିନ୍ତୁ କାହାଣୀରେ ଏବେ ଗଣିତର ଏଣ୍ଟ୍ରି ହେବାକୁ ଯାଉଛି। ଆଉ ଏବେ ଆମେ ପହଞ୍ଚିଛେ ସବୁଠୁ ମଜାଦାର ଅଂଶରେ। ଏହି ପୁରା ଦ୍ୱନ୍ଦ୍ୱର ସମାଧାନ କେବଳ ଫିଜିକ୍ସରେ ନୁହେଁ, ବରଂ ତା ପଛରେ ଥିବା ଗଣିତରେ ଲୁଚି ରହିଛି। ଆଉ ଏଇଟା ହେଉଛି ସେହି ମୂଳ ନିୟମ। ଯେକୌଣସି ସମୀକରଣରେ ଯଦି ଦୁଇଟା ଜିନିଷର ସମ୍ପର୍କ ଜାଣିବାକୁ ଅଛି, ତେବେ ବାକି ସବୁ ଜିନିଷକୁ ସ୍ଥିର ରଖିବାକୁ ପଡ଼ିବ। ଯଦି ବାକି ଜିନିଷଗୁଡ଼ିକ ବି ବଦଳୁଥାନ୍ତି, ତାହେଲେ ଆମ ତୁଳନା ପୁରା ଭୁଲ ହୋଇଯିବ। ଚାଲନ୍ତୁ ଏହି ନିୟମକୁ ଆମ ସମୀକରଣରେ ଲଗେଇବା। ପ୍ରଥମେ ଓମ୍ଙ୍କ ନିୟମ V = I/R। ଏଠି ତୃତୀୟ ଜିନିଷଟା କ'ଣ? ପ୍ରତିରୋଧ ବା R। ଆଉ ଗୋଟେ ନିର୍ଦ୍ଦିଷ୍ଟ ତାର ପାଇଁ R ତ ସବୁବେଳେ ସ୍ଥିର। ତେଣୁ ଏଠି V ବଢ଼ିଲେ I ବି ବଢ଼ିବ। ସମ୍ପର୍କ ସିଧାସଳଖ। ହେଲେ ଏବେ ଆସନ୍ତୁ ପାୱାରର ସମୀକରଣକୁ। P = V/I। ଏଠି କ'ଣ କିଛି ସ୍ଥିର ଅଛି? ବିଲକୁଲ ନାହିଁ। ଆମେ V ବଦଳେଇଲେ I ବଦଳିବ, ଆଉ ତା ସହିତ P ମଧ୍ୟ ବଦଳିଯିବ। ତେଣୁ ଯେତେବେଳେ ସବୁକିଛି ବଦଳୁଛି, ଆମେ କେବଳ V ଆଉ I ଭିତରେ କୌଣସି ସମ୍ପର୍କ ବାହାର କରିପାରିବା ନାହିଁ। ଏଇଠି ହିଁ ଅଧିକାଂଶ ଲୋକ ଭୁଲ କରନ୍ତି। ହେଲା, ଏବେ ଟ୍ରାନ୍ସଫର୍ମର କଥା ଦେଖିବା। ଏବେ ସବୁକିଛି ପାଣି ଭଳି ସଫା ହୋଇଯିବ। ଦେଖନ୍ତୁ, ଟ୍ରାନ୍ସଫର୍ମର କୌଣସି ସାଧାରଣ ସର୍କିଟ ନୁହେଁ। ଏହାକୁ ଏକ ବିଶେଷ ଉଦ୍ଦେଶ୍ୟରେ ଡିଜାଇନ କରାଯାଇଛି, ଆଉ ସେଇଟା ହେଲା ପାୱାରକୁ ସ୍ଥିର ରଖିବା। ଗୋଟେ ଆଦର୍ଶ ଟ୍ରାନ୍ସଫର୍ମରରେ ଯେତିକି ପାୱାର ଭିତରକୁ ଯିବ, ଠିକ୍ ସେତିକି ପାୱାର ବାହାରକୁ ଆସିବ। ଏହାର ଅର୍ଥ ହେଲା, ଏହି ପୁରା ସିଷ୍ଟମ ଭିତରେ ପାୱାର ବା P ହେଉଛି ସେହି ଜିନିଷ ଯାହାକୁ ଜାଣିଶୁଣି ସ୍ଥିର ରଖାଯାଏ। ଆଉ ଏବେ ଯେତେବେଳେ ଆମେ ଜାଣିଗଲେ ଯେ P ସ୍ଥିର, ଚାଲନ୍ତୁ ପୁଣି ସେ P = V/I ସମୀକରଣକୁ ଫେରିବା। ଏବେ ଆମ ପାଖରେ ଗୋଟେ ସ୍ଥିରାଙ୍କ ଅଛି। ତେଣୁ ଯଦି Pକୁ ସ୍ଥିର ରହିବାର ଅଛି ଆଉ ଆମେ Vକୁ ବଢ଼େଇ ଚାଲିଛୁ, ତାହେଲେ ସମୀକରଣକୁ ବାଲାନ୍ସ କରିବା ପାଇଁ Iକୁ କମିବାକୁ ହିଁ ପଡ଼ିବା। ଏଇଥିପାଇଁ ତ ଟ୍ରାନ୍ସଫର୍ମରରେ ଭୋଲ୍ଟେଜ୍ ବଢ଼ିଲେ କରେଣ୍ଟ କମିଯାଏ। ଦେଖିଲେ, ଏଠି ଓମ୍ଙ୍କ ନିୟମ ଭୁଲ ନୁହେଁ, ବରଂ ଏ ସିଷ୍ଟମର ଖେଳ ହିଁ ଅଲଗା। ତ ଶେଷରେ ଆମେ କ'ଣ ବୁଝିଲେ? ଆମର ମୂଳ ପ୍ରଶ୍ନର କୌଣସି ଗୋଟିଏ ସିଧା ଉତ୍ତର ନାହିଁ। ଉତ୍ତରଟି ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ ଆମେ କେଉଁ ସିଷ୍ଟମ ବିଷୟରେ କଥା ହେଉଛେ। ଆହୁରି ଗୋଟେ କଥା ଅଛି,
ସବୁ ଇଲେକ୍ଟ୍ରୋନିକ୍ ଜିନିଷ ରେଜିଷ୍ଟର ଭଳି ସିଧାସଳଖ କାମ କରନ୍ତିନି। ରେଜିଷ୍ଟରରେ ଭୋଲ୍ଟେଜ ବଢ଼ିଲେ କରେଣ୍ଟ ସିଧା ବଢ଼େ। କିନ୍ତୁ ଡାୟୋଡ୍ ଭଳି ଜିନିଷ ସେମାନେ ଟିକେ ଅଲଗା। ସେମାନେ ଏକ ସୁଇଚ୍ ଭଳି। କିଛି ଭୋଲ୍ଟେଜ ପର୍ଯ୍ୟନ୍ତ କିଛି ବି କରେଣ୍ଟ ଯିବନି, ଆଉ ତାପରେ ହଠାତ୍ କରି କରେଣ୍ଟ ବୋହିବା ଆରମ୍ଭ ହୋଇଯିବ। କିନ୍ତୁ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଏମିତିକି ଡାୟୋଡ୍ କ୍ଷେତ୍ରରେ ବି ଭୋଲ୍ଟେଜ ବଢ଼ିଲେ କରେଣ୍ଟ କମୁ ନାହିଁ। ଏହା ହୁଏତ ଶୂନ୍ୟରେ ରହିପାରେ କିମ୍ବା ବହୁତ ଜୋରରେ ବଢ଼ିପାରେ, କିନ୍ତୁ ତଳକୁ ଯାଇନାହିଁ। ଭୋଲ୍ଟେଜ ବଢ଼ିଲେ କରେଣ୍ଟ କମିବାଟା ଗୋଟେ ବହୁତ ଖାସ୍ ପରିସ୍ଥିତି, ଯାହା ଟ୍ରାନ୍ସଫର୍ମର ଭଳି ସିଷ୍ଟମ ତିଆରି କରେ। ତ ଆଜିର ମୁଖ୍ୟ ଶିକ୍ଷା ହେଲା, ଭୋଲ୍ଟେଜ ଆଉ କରେଣ୍ଟର ସମ୍ପର୍କ ଜାଣିବା ପାଇଁ ଆଗ ପଚାରିବା ଦରକାର, ଏହି ସିଷ୍ଟମରେ କ'ଣ ସ୍ଥିର ରହିଛି। ଯଦି ପ୍ରତିରୋଧ ସ୍ଥିର, ତେବେ ସମ୍ପର୍କ ସିଧାସଳଖ। ଆଉ ଯଦି ପାୱାର ସ୍ଥିର, ତେବେ ସମ୍ପର୍କ ବିପରୀତ। ଆଉ ଏହି ଚିନ୍ତାଧାରା ଆମକୁ ଗୋଟେ ବଡ଼ ପ୍ରଶ୍ନ ପାଖରେ ଛାଡ଼ିଦେଉଛି। ଯଦି ପଦାର୍ଥ ବିଜ୍ଞାନର ଏତେ ମୌଳିକ ନିୟମଟିଏ ପରିପ୍ରେକ୍ଷୀ ଉପରେ ନିର୍ଭର କରୁଛି, ତାହେଲେ ଆମେ ସତ ବୋଲି ମାନି ନେଇଥିବା ଆଉ କେତେ ସାର୍ବଜନୀନ ନିୟମଗୁଡ଼ିକ ବି କେବଳ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହିଁ କାମ କରୁଥିବେ।